ପିଲାବେଳେ ମାଂସର ତରକାରୀ ଅପେକ୍ଷା ମାଂସର କଷା ସାଙ୍ଗରେ ସମସ୍ତଙ୍କର ଅନୁଭୂତି ବହୁତ ସାରା ଥିବ। କାରଣ ଯେତେବେଳେ ପିଲାବେଳେ ଆମର ମା ତରକାରୀ ବନାଉଥିଲେ, କଷା ହେଲା ମାତ୍ରକେ 2-4 ପିସ୍ କାଢ଼ିକି ଆଗେ ଆମକୁ ଦେଉଥିଲେ ଚାଖିବା ପାଇଁ। ଆଉ ସେ କଷାର ଟେଷ୍ଟଟା ମାଂସର ତରକାରୀ ଠାରୁ ବହୁତ ବେଶୀ ଥିଲା। ନମସ୍କାର, ମୁଁ ପ୍ରିୟଦର୍ଶିନୀ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ତେବେ ଆଜି ମୁଁ ଆପଣମାନଙ୍କ ସହ ସେୟାର କରିବି ଧନିଆ ପତ୍ର ଏବଂ କଞ୍ଚା ଲଙ୍କା ପେଷ୍ଟ ଦିଆ ଚିକେନ କଷା, ଯାହାର ବାସ୍ନା, ଟେଷ୍ଟ ଏବଂ ଲୁକ୍ରୁ ହିଁ ଆପଣମାନଙ୍କର ପେଟ ପୁରିଯିବ। ତେବେ ଚାଲନ୍ତୁ ଆଜିର ଏହି ରେସିପିଟିକୁ ଷ୍ଟାର୍ଟ କରିବା। ପ୍ରଥମେ ଆମେ ଆଜିର ରେସିପିଟା ଚୁଲିରେ ବନାଉଛେ। ତ ଏଇଠି ଗୋଟେ କଡ଼େଇ ଗରମ କରିକି ମୁଁ ଆବଶ୍ୟକ ଅନୁସାରେ ସୋରିଷ ତେଲ ଦେଇ ଦେଉଛି। ତେଲ ଗରମ ହେଇସାରିଲା ପରେ ସେଇଥିରେ 1ରୁ 1.5 ଚାମଚ ଜିରା ଦେଇଦେବା ଏବଂ ଏଇଠି ଆବଶ୍ୟକ ଅନୁସାରେ ପିଆଜ ଦେଇଦେବା। ପିଆଜ ଏଇଠି ମୁଁ 5ରୁ 6ଟି ମିଡ଼ିୟମ୍ ସାଇଜ୍ର ନେଇଯାଇଛି। ୟାକୁ ସରୁ ସରୁ ପିସ୍ରେ କାଟିକି ୟାକୁ କ'ଣ କରିବା ନା ହାଲକା ଟିକେ ନାଲି ପଡ଼ିଆ ଯାଏ ଭାଜି ନେବା। ଏଇଠି ଆପଣମାନଙ୍କୁ ଗୋଟେ ଟିପ୍ସ ଦେଉଛି। ପ୍ରାୟ ଦେଖିବେ ଯେଉଁମାନେ ଚିକେନ କରନ୍ତି ତାଙ୍କର ତରକାରୀଟା ମିଠା ଲାଗେ, କେହି କେହି ଚିନି ପକାଇଥାନ୍ତି, କିନ୍ତୁ ଜଣେ ଜଣେ କ'ଣ କରନ୍ତି ନା ପିଆଜଟାକୁ ଟିକେ କଞ୍ଚାଳିଆ ସମୟରେ ଆମର ମସଲାଟା ଦେଇଦିଅନ୍ତି। ପିଆଜଟା ଯଦି କଞ୍ଚାଳିଆ ରହିବ ତରକାରୀଟା ଆପଣମାନଙ୍କର ମିଠା ଲାଗିବ। ସେଥିପାଇଁ ପିଆଜକୁ ଭଲ ଭାବରେ ଟିକେ ନାଲି ପଡ଼ିବା ଯାଏ ଭାଜି ନେବେ, ତାପରେ ଆପଣମାନେ ମସଲା ଦେବେ। ଏପଟେ ଆମର ପିଆଜଟା ଭଲ ଭାବରେ ଭାଜି ହେଇଗଲାନି। ମୁଁ ଏଥିରେ ଅଦା, ରସୁଣ, ଜିରା ଏବଂ ଗୋଟେ ବଡ଼ ଟମାଟୋର ପେଷ୍ଟ ଦେଇ ଦେଉଛି। ତା ସାଙ୍ଗରେ ଲୁଣ ଏବଂ ହଳଦୀ ଦେଇକି ୟାକୁ ଭଲ ଭାବରେ ମିଶାଇ ନେଉଛି। ଆପଣମାନେ ମନେ ରଖିବେ ଶୁଖିଲା ଲଙ୍କା ଏଠି ଜମା ବି ୟୁଜ୍ କରିବେନି। ତାପରେ ମସଲାକୁ ଭଲ ଭାବରେ ମିଶାଇ ସାରିଲା ପରେ ମୁଁ ଏଇଠି ଗୋଟେ ବଡ଼ ଚାମଚ ଚିକେନ ପାଉଡ଼ର ପକାଇ ଦେଉଛି ଏବଂ କଲର୍ ପାଇଁ ଅଳ୍ପ ଟିକେ ଲଙ୍କା ପାଉଡ଼ର ଦେଇ ଦେଉଛି। ଏବେ ୟାକୁ ଭଲ ଭାବରେ କଷି ନେବା। ମସଲାକୁ ଭଲ ଭାବରେ କଷି ନେବାର ଅଛି। କଷି ସାରିଲା ପରେ ମୁଁ ଯେମିତି କହିଥିଲି କି ଧନିଆ ପତ୍ର ଏବଂ କଞ୍ଚା ଲଙ୍କାର ପେଷ୍ଟ ପକାଇବା। ଏବେ ପକାଇବା ଦରକାର ନାହିଁ, କାରଣ ଏବେ ପକାଇଲେ ତାର ଯେଉଁ ଫ୍ଲେଭରଟା ସେଇଟା ଭଲ ଲାଗିବନି। ମସଲାକୁ ପ୍ରଥମେ ଏଇଠି ଭଲ ଭାବରେ କଷି ନେବା, ତାପରେ ଆମେ ଆମର ଧନିଆ ଏବଂ କଞ୍ଚା ଲଙ୍କାର ପେଷ୍ଟ ଦେବା। ଦେଖନ୍ତୁ ଏଇଠି ଆମର ମସଲାରୁ କେତେ ସାରା ତେଲ ରିଲିଜ୍ ହେଇଗଲା ପରେ ମୁଁ ଏଇଠି ଧନିଆ ପତ୍ର ଏବଂ କଞ୍ଚା ଲଙ୍କାର ପେଷ୍ଟଟା ଆଡ଼୍ କରୁଛି। ତାହେଲେ ଯାଇକି ଆମ ତରକାରୀର କଲର୍ଟା ବି ବହୁତ ବଢ଼ିଆ ଆସିବ, ତା ସାଙ୍ଗରେ ୟାର ଫ୍ଲେଭରଟା ମଧ୍ୟ ବହୁତ ଭଲ ରହିବ। ଏଇଠି ମୁଁ ଧନିଆ ପତ୍ରର ପରିମାଣ ମାନେ ଗୋଟେ ବିଡ଼ା ଧନିଆ ପତ୍ର ନେଇଛି ଏବଂ 5ରୁ 6ଟି କଞ୍ଚା ଲଙ୍କା ନେଇଛି। ବିଲକୁଲ ବି ଆଗରୁ ଯେହେତୁ ରାଗ ଆମେ ପକାଇନେ, ବାସ୍ ସବୁ ଗୁଡ଼ାକ ମାନେ କଷାର ଟେଷ୍ଟଟା କେବଳ ଆମର ଧନିଆ ପତ୍ର ଏବଂ କଞ୍ଚା ଲଙ୍କାରେ ହିଁ ରହିଛି। ତ ସେଥିପାଇଁ ୟାର ପରିମାଣ ଟିକେ ଅଧିକ ନେଇଛି। ୟାକୁ ଆପଣମାନେ ମସଲା ସହିତ କଷିବାର ନାହିଁ, ବାସ୍ ଭଲ ଭାବରେ ୟାକୁ ମିଶାଇ ନେବାର ଅଛି। ଏବେ ଭଲ ଭାବରେ ମସଲା ସାଙ୍ଗରେ ମିଶାଇ ସାରିଲା ପରେ ଏଇଠି ମୁଁ ଚିକେନକୁ ଧୋଇକିନା ରଖିଥିଲି, ଏବେ ୟାକୁ ଦେଇ ଦେଉଛି। ତ ଏଇଟା ଦେଶୀ ଚିକେନ ଅଛି ଆମର 1 କିଲୋ ପାଖାପାଖି। ତ ଆପଣମାନେ 1 କିଲୋ ଚିକେନକୁ ଆପଣମାନେ ଯଦି ପେଷ୍ଟ ଦେଉଛନ୍ତି ଧନିଆ ବଟା, ତାହେଲେ ଆପଣମାନେ 1 ବିଡ଼ା ପାଖାପାଖି ଦେଇଦେଲେ ବହୁତ ଭଲ, ତାର ସ୍ମେଲ୍ ସାଙ୍ଗରେ କଲର୍ଟା ବି ବହୁତ ବଢ଼ିଆ ରହିବ। ଧନିଆ ପତ୍ର ଯଦି ଫ୍ରେଶ୍ ଥିବ ତାହେଲେ ଆହୁରି ବଢ଼ିଆ, ତାର କଲର୍ଟା ବି ବହୁତ ବଢ଼ିଆ ଆସିବ। ଟିକେ ଥଣ୍ଡା ପାଣି ଯଦି ହେବ ଦେଇକି ହାଲକା ଟିକେ ପାଣି ଦେଇକି ପେଷ୍ଟ ବନେଇଦେବେ, ବହୁତ ବଢ଼ିଆ କଲର୍ ଆସିବ। ତ ଏଇଠି ଦେଖନ୍ତୁ ଆମର ଚିକେନ ଦେଇସାରିଲା ପରେ ମସଲା ସାଙ୍ଗରେ ଆମେ ଭଲ ଭାବରେ ମିଶାଇ ନେବା। ଏମିତି ତ ନର୍ମାଲି ଆପଣମାନେ ଚିକେନର ସ୍ୱାଦ ପାଇଁ ବହୁତ ପ୍ରକାର ମସଲା ଦେଉଥିବେ, କିନ୍ତୁ ଆଜି ବେଶୀ କିଛି ମସଲା ମୁଁ ୟୁଜ୍ କରିନି। ତ କେବଳ ଏହାର ମେନ୍ ଜିନିଷ ହେଉଛି ଧନିଆ ପତ୍ର ଏବଂ କଞ୍ଚା ଲଙ୍କା। ଥରେ ଏମିତି ପ୍ରୋସେସ୍ରେ ନିହାତି ଭାବରେ ଘରେ ଟ୍ରାଏ କରିବେ, ଆଉ କେମିତି କ'ଣ ଲାଗିଲା କମେଣ୍ଟ ସେକ୍ସନରେ ମୋତେ ଜଣାଇବେ। ତ ଏଇଠି ଭଲ ଭାବରେ ମୁଁ ମସଲାକୁ ମିଶାଇ ନେଇଛି ଚିକେନ ସାଙ୍ଗରେ। ଏବେ କ'ଣ କରିବା ନା ଆମେ ୟାକୁ କଭର୍ କରିନେବା। ଏମିତିରେ ତ ଚିକେନଟା ବହୁତ ହି ଟେଷ୍ଟ ଲାଗିବ, ତା ସାଙ୍ଗରେ ଆମେ ଚୁଲିରେ ବନାଉଛେ ଯେହେତୁ ଆହୁରି ଡବଲ୍ ଟେଷ୍ଟ ଲାଗିବ। ଯଦି ଆପଣମାନଙ୍କ ପାଖରେ ଚୁଲି ଆଭେଲେବୁଲ୍ ଅଛି ନିହାତି ଟ୍ରାଏ କରନ୍ତୁ ଚୁଲିରେ, କାରଣ ଗ୍ୟାସ୍, ଇଣ୍ଡକ୍ସନ୍ ଏସବୁ ଭିତରୁ ଆମର ଚୁଲିର ରୋଷେଇଟା ବହୁତ ବଢ଼ିଆ ଲାଗିଥାଏ। ତ ଏଇଠି ଦେଖନ୍ତୁ ଆମକୁ ପ୍ରାୟ 5ରୁ 7 ମିନିଟ୍ ପାଇଁ କଭର୍ କରିନେଇଥିଲି, କଭର୍ କାଢ଼ି ନେଇଛି। ପୁଣି ଥରେ ଭଲ ଭାବରେ କଷିବା ଚିକେନଟାକୁ, ବା ଯେକୌଣସି ମାଂସ ଆମର ମଟନ୍ ହେଉ ଚିକେନ ହେଉ, ଯେତେ ବଢ଼ିଆ ସେ କଷିବେ ତାର ଯେଉଁ ରସଟା ବାହାରିବ ସେଇଟା ହିଁ ଆମର ଟେଷ୍ଟଟା ଭଲ ଆସିଥାଏ। ତ ୟାକୁ ଭଲ ଭାବରେ ଆପଣମାନଙ୍କୁ କଷିବାର ଅଛି ଯେପର୍ଯ୍ୟନ୍ତ ମାଂସରୁ ଭଲ ଭାବରେ ତାର ରସଟା ନ ବାହାରିଛି। ତ ଏଇଠି ଭଲ ଭାବରେ ଗୋଳେଇ ନେଉଛି। ଗୋଳେଇ ସାରିଲା ପରେ ପୁଣି ଥରେ ୟାକୁ 5ରୁ 7 ମିନିଟ୍ ପାଇଁ କଭର୍ କରିନେଉଛି। ଚୁଲିରେ ବସାଉଛି ତ ବାରମ୍ବାର ୟାକୁ ଖୋଲିକି ଦେଖିବା ପାଇଁ ପଡ଼ୁଛି। ତ ଏଇଠି ଦେଖିପାରୁଥିବେ ବିନା ପାଣିରେ କେତେ ସାରା ପାଣି ରିଲିଜ୍ ହେଇଛି, ମାନେ ମାଂସର ଆମର ଯେଉଁ ରସଟା ଏଇଠି ହିଁ ଆପଣମାନଙ୍କର ରିଲିଜ୍ ହେଇଛି। ଆସ୍ତେ ଆସ୍ତେ ଆମେ ଯେଉଁ ଧନିଆ ପତ୍ରର ପେଷ୍ଟ ପକାଇଥିଲେ ତାର ଯେଉଁ ବାସ୍ନାଟା ଏବଂ ତାର ଯେଉଁ କଲର୍ଟା ସେଇଟା ମଧ୍ୟ ଆସିଲାଣି। ଆପଣମାନଙ୍କୁ ଭିଡ଼ିଓରେ ଦେଖାଯାଉଥିବ କି ନାହିଁ ଜାଣିନି, କିନ୍ତୁ ଆପଣମାନେ ଯଦି ମାନେ ପୁରା ଖାଲିରେ ଦେଖିବେ ତାହେଲେ ଆପଣମାନେ ନିଜେ ବନେଇଲା ବେଳେ ଜାଣିପାରିବେ, ତାର ସ୍ମେଲ୍ଟାକୁ ବି ଆପଣମାନେ ଫିଲ୍ କରିପାରିବେ, ତା ସାଙ୍ଗରେ ଯେଉଁ ଲୁକ୍ଟା। ଏବେ ପୁଣି ଥରେ ଆକୁ ମିଶାଇକି କଭର୍ କରିନେଉଛି ଆମର 5ରୁ 7 ମିନିଟ୍ ପାଇଁ। ତ
तो ये आपण मैंने देखिपे चिकेन कषार जो तार ग्रेवीटा केते सारा बाहरी गलानी आपको भल भाव में मिसई नौची पूरा आपण मैंने यार लुकटा देखिए जानीपे यार ग्रेवीटा केते बढ़िया है बेसी किसी मसला नहीं किंतु फिर भी आपण मैंने जब कषुंट बढ़िया से तार जो रसटा बाहर ना सेटा ही आपण मानकर चिकेन कषाटा को टेस्ट करेब। तो ये देखूँ आम गोटे मांस नहीं मुझे चेक कर देखूँ केते बढ़िया से आमर सीझी जाइए। तो आमर पूरा गरम गरम कषा आमर रेडी हो गला टिके आपको आम धनिया पत्र देकी पुणी थे मिसई नवा। तो आज पूरा आपण मैंने चिकेन रे धनिया पत्र फ्लेवरटा पाइबे। तो ये देखो धनिया पत्र दे सारापर आपको पुणी थे आम मिसई नवा आ गरम गरम चिकेन कषा को मुझे गोटे माटीर पात्र रे बाहर करुँची जोटा देखापी भी आपण मानू टिके क्लासिक लगे। चिकेन रो एबे जो बास्नाटा आपण मैंने जब घरे बनइबे ताहले फील करें जोटा मु फील करची जोटा मते बास्ना आसी आउ तार जो टेस्टटा मध्य आपण मैंने निहाती घरे बनातु मु कहबी। आपण मैंने बहुत प्रकार चिकेन रेसिपी घरे बनई थे मु भी आपण मानकू आगुरी चिकेन रो रेसिपी शेयर करिची किंतु एटा सबुठु फेवरेट माने यार जो लुकटा और बास्ना टेस्टटा सेटा पूरा असम। आपण मैंने या रुटी परोटा चकुड़ी पूरी नान संगे खाइबे मजा आसीज। आशा करुँची आज रेसिपी आप निहाती पसंद आसले वीडियो को लाइक शेयर कमेंट करने संगे नुआ नुआ रेसिपी देखा चैनल को सब्सक्राइब करूँ। रोची नमस्कार।